ଭାବେ କଞ୍ଚା ଶାଳ କାଠ ବ୍ୟବହାର କରୁଛନ୍ତି ଠିକାଦାର। ବନ ବିଭାଗ ଚୁପ୍। କନ୍ଧମାଳ ଜିଲ୍ଲା ବେଲଘର ବନାଞ୍ଚଳ ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତର ପିଙ୍ଗାଡ଼ି ଗାଁରେ ଏକ କୋଠା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଠିକାଦାର ବନ ବିଭାଗଙ୍କ ଆଖିରେ ଧୂଳି ଦେଇ ବେଆଇନ ଭାବେ ଜଙ୍ଗଲରୁ ଶହ ଶହ କଞ୍ଚା ଶାଳ କାଠ କାଟି ସେଣ୍ଟ୍ରିଂ କାମରେ ବ୍ୟବହାର କରୁଥିବା ଦେଖିବା ପାଇଁ ମିଳିଛି। ଏପରି କାର୍ଯ୍ୟକୁ ଅଞ୍ଚଳରେ ବେଲଘର ବନ ବିଭାଗକୁ ନିନ୍ଦା। ଆମ ପ୍ରତିନିଧି ଠିକାଦାରଙ୍କ ଏପରି କାର୍ଯ୍ୟ ବିଷୟରେ ସ୍ଥାନୀୟ ବେଲଘର ବନାଞ୍ଚଳ ଅଧିକାରୀଙ୍କୁ ଫୋନ୍ ମାଧ୍ୟମରେ ଜଣାଇ ସୂଚନା ଦେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବନ ବିଭାଗ ଅଧିକାରୀ ଫୋନ୍ ରିସିଭ୍ କରିନଥିଲେ। ତେବେ ପରିପ୍ରେକ୍ଷୀରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ବେଲଘର ବନ ବିଭାଗ ଅଧିକାରୀ ଓ ଠିକାଦାରଙ୍କ କିଛି ଭିତିରି ବୁଝାମଣା ରହିଛି କି ନା ଜାଣିଶୁଣି ଚୁପ୍ ବେଲଘର ବନାଞ୍ଚଳ ଅଧିକାରୀ। ଏପରି ପରିପ୍ରେକ୍ଷୀରେ ଜଙ୍ଗଲ ସଫା ହୋଇ ନଷ୍ଟ ହେଉଥିବା ଅନୁମାନ କରାଯାଉଛି। ସୂଚନାରୁ ପ୍ରକାଶ ଥାଉ କି ଗତ ଦିନ ବେଲଘର ବନାଞ୍ଚଳର ଝିରିପାଣିରେ ଦନ୍ତା ହାତୀଟିର ମୃତ୍ୟୁ କରିଥିବା ଘଟଣା ଏବେ ବି ସ୍ଥାନୀୟ ଲୋକ ବନ ବିଭାଗକୁ ଛି ଛି କରୁଛନ୍ତି। ଦନ୍ତାଟିର ମୃତ୍ୟୁ ଘଟଣାଟି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ମଧ୍ୟ ହୋଇଥିଲା। ଗୋଟେ ପରେ ଗୋଟେ ପାହାଡ଼ ସଫା ଚାଲିଛି, ଆଉ ଜଙ୍ଗଲର ଜୀବଜନ୍ତୁ ଗାଁ ମୁହାଁ। ଅନ୍ୟପକ୍ଷରେ ଠିକାଦାର ଜଣକ ମୂଲ୍ୟବାନ ଶାଳ ଗଛ ଗୋଟେ କି ଦୁଇଟି ନୁହଁ, ବରଂ ଶହ ଶହ ଗଛ କାଟି ନିଜ ଫାଇଦା ପାଇଁ ବ୍ୟବହାର କରି ଚାଲିଛନ୍ତି। ସରକାର ଜଙ୍ଗଲ ସୁରକ୍ଷା ଓ ତାର ରକ୍ଷଣାବେକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଦାୟିତ୍ୱହୀନ କାର୍ଯ୍ୟ ବେଲଘର ବନାଞ୍ଚଳର ଗତ ଦିନରେ ଦନ୍ତା ହାତୀର ମୃତ୍ୟୁରେ ସାମ୍ନାକୁ ଆସିଥିଲା। ହେଲେ ବି ଜଙ୍ଗଲ ସୁରକ୍ଷାରେ ଟିକେ ତତ୍ପର ହେଉନାହାନ୍ତି ବେଲଘର ବନାଞ୍ଚଳ ଅଧିକାରୀ। ଠିକାଦାର ଜଣକ ଲୁହା ଛଡ଼ କିମ୍ବା ଲୁହା ପାଇପ୍ ସେଣ୍ଟ୍ରିଂ ପାଇଁ ବ୍ୟବହାର କରିବା କଥା, କିନ୍ତୁ ନିଜର କମ୍ ପଇସା ଖର୍ଚ୍ଚ ପାଇଁ ବିନା ନିର୍ଦ୍ଦେଶରେ ଶହ ଶହ ଜଙ୍ଗଲରୁ ଶାଳ କାଠ ହାଣି ବ୍ୟବହାର କରୁଥିବା ଦେଖିବା ପାଇଁ ମିଳିଛି। ତେବେ ଦେଖିବା ପାଇଁ ବାକି ରହିଲା, ଖବର ପ୍ରସାରିତ ପରେ ବ୍ୟବହାର ହୋଇଥିବା ଶାଳ କାଠକୁ କେବେ ଜବତ କରି କ'ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଠିକାଦାରଙ୍କ ଉପରେ। କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ରୋହନ କୁମାର ନନ୍ଦଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।